ଜାନୁଆରୀ 1 ତାରିଖରୁ ଦେଶରେ 5ଟି ନୂଆ ନିୟମ ଲାଗୁ ହୋଇଯାଇଛି। 1 ନମ୍ବର ରହିଛି ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି। 19 କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ଏଥର ଯାହାକି 111 ଟଙ୍କା ଅଧିକ ବୃଦ୍ଧି ପାଇଛି। 2 ନମ୍ବର ରହିଛି ପାନ କାର୍ଡ ଏବଂ ଆଧାର କାର୍ଡର ଲିଙ୍କ କରିବାର ଯେଉଁ ଅବଧି ରହିଛି ସେହି ଅବଧି ବର୍ତ୍ତମାନ ଯାହାକି ସରିଯାଇଛି। ଯେଉଁମାନେ ପାନ କାର୍ଡରେ ଆଧାର କାର୍ଡଟିକୁ ଲିଙ୍କ କରିନାହାନ୍ତି ତାଙ୍କର ଯେଉଁ ପାନ କାର୍ଡ ରହିଛି ସେହି ପାନ କାର୍ଡଟି ନିଷ୍କ୍ରିୟ ହୋଇଯିବ। 3 ନମ୍ବର ରହିଛି ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମ ଯେଉଁମାନେ ବ୍ୟବହାର କରୁଛନ୍ତି ସେମାନେ ଯାହାକି 90 ଦିନ ଆଗରୁ ଆକ୍ଟିଭ ହୋଇଥିବା ସିମ୍ରେ ଯାହାକି ବ୍ୟବହାର କରିପାରିବେ ଏବଂ ଆପଣଙ୍କର 6 ମାସ ଭିତରେ ଅପଡେଟ୍ ମଧ୍ୟ ହେବ, ଯାହାକି ସୋସିଆଲ ମିଡିଆକୁ ସୁରକ୍ଷିତ ରଖିବା ପାଇଁ ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। 4 ନମ୍ବର ରହିଛି ଆପଣଙ୍କର ଯେଉଁ କ୍ରେଡିଟ୍ ସ୍କୋର୍ସ ରହିଛି ଏଥର ଯାହାକି 7 ଦିନ ଭିତରେ ଅପଡେଟ୍ ହେବ। ଆପଣଙ୍କର 7 ତାରିଖ, 14 ତାରିଖ, 21 ତାରିଖ ଏବଂ ଆପଣଙ୍କର 28 ତାରିଖରେ ଅପଡେଟ୍ ହେଇଯିବ। କହିବାକୁ ଗଲେ ଆପଣଙ୍କର 7 ଦିନ ଭିତରେ ଅପଡେଟ୍ ହେବ। ପୂର୍ବରୁ ଆପଣଙ୍କର 15 ଦିନ ଥିଲା, ଏବେ ଯାକେ ଆପଣଙ୍କର କ୍ରେଡିଟ୍ ସ୍କୋରଟି 7 ଦିନ ଭିତରେ ଅପଡେଟ୍ ହେଇଯିବ। ଲାଷ୍ଟ ରହିଛି ଆପଣଙ୍କର ପିଏମ୍ କିଷାନ ଯୋଜନା ଅଧୀନରେ ଯେଉଁ ଚାଷୀ ଭାଇମାନେ ଆଗକୁ ଟଙ୍କା ପାଇବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଯାହାକି ଫାର୍ମର ଆଇଡି ନିହାତି କରିବା ପାଇଁ ପଡିବ। ଆପଣଙ୍କର ଯେଉଁ ଏଗ୍ରିଷ୍ଟାକ୍ଟର ଯେଉଁ ଫାର୍ମର ଆଇଡି ରହିଛି ସେଇ ଏଗ୍ରିଷ୍ଟାକ୍ଟରେ ଆପଣଙ୍କୁ ରେଜିଷ୍ଟ୍ରେସନ କରିବା ପାଇଁ ପଡିବ, ନହେଲେ ଆପଣମାନେ ଆଗକୁ ପିଏମ୍ କିଷାନ ଯୋଜନା ଅଧୀନରେ ଲାଭ ପାଇପାରିବେ ନାହିଁ।